ରାତିରେ ଗାଁରେ ପଶୁଛି ହାତୀ, ଘର ଭାଙ୍ଗୁଛି, ଚାଉଳ ଖାଇ ଯାଉଛି। ଘରେ ରହୁଥିବା ଲୋକ ଦୌଡ଼ି ପଳାଇ ଜୀବନ ବଞ୍ଚାଉଛନ୍ତି। 15 ଦିନ ହେଲା ଏପରି ଚାଲିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ। ଖାଦ୍ୟ ଅନୁସରଣରେ ଏକ ଗୋଠଛଡ଼ା ଦନ୍ତା ଗାଁକୁ ପଶି ଉପଦ୍ରବ ଚଳାଇଛି। ଯେତେ ଘଉଡ଼ାଇଲେ ମଧ୍ୟ ଯାଉନାହିଁ। ଦିନରେ ନିକଟସ୍ଥ ଜଙ୍ଗଲରେ ଆଶ୍ରୟ ନେଇ ରାତିରେ ଗାଁକୁ ପଶୁଛି। ଏପରି କି ବଣାଇ ସହରରେ ମଧ୍ୟ ହାତୀ ସନ୍ଧ୍ୟାରେ ବୁଲୁଛି। ଗତକାଲି ବଣାଇ ନିକଟ ଦେଓଗାଁରେ ହାତୀ ପଶି 2ଟି ଘର ଭାଙ୍ଗିଦେବା ସହ ଚାଉଳ ଖାଇଯାଇଛି। 2 ଦିନ ତଳେ ବାବୁ ନୂଆଗାଁ, କେନାଭେଟା, ଛତିଆଢିପା ଅଞ୍ଚଳରେ ଏହି ଦନ୍ତା ଘର ଭାଙ୍ଗିଥିଲା। ଏବେ ହାତୀଟି ବ୍ରାହ୍ମଣୀ ନର୍ସରୀ ନିକଟ ଜଙ୍ଗଲରେ ରହିଛି। ବନ ବିଭାଗ ହାତୀ ଉପରେ ନଜର ରଖିଥିବା ବେଳେ ଗ୍ରାମବାସୀମାନେ ଘରଭଙ୍ଗା ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଆମ ନଦୀ ପଟୁ ଆଉ ତାଙ୍କ ଘର ମାଡ଼ି ବସିଲା, ପୁରା ଖପରା ଫପରା ସବୁ ଭାଙ୍ଗି ଦେଇଛି। ଆଲବେଷ୍ଟର ବି ଖଣ୍ଡେ ଥିଲା ଭାଙ୍ଗି ଦେଇଛି, ଆଉ ଗାଁଥି ବି ଭାଙ୍ଗି ଦେଲା। ତାପରେ ମାନେ ସହିଥିଲେ ଦୁଆର ଦୌଡ଼ି ପଳେଇଲେ, ଅଳ୍ପକେ ପଚିଗଲେ। ଚାଉଳ ଫାଉଳ ସବୁ ଖାଇ ଦେଇଛି। କୁଇଣ୍ଟାଲ ଖଣ୍ଡେ ଚାଉଳ ଥିଲା। ଗରିବ ଲୋକ, ଆଉ ତାଙ୍କର ସବୁ ଭାଙ୍ଗିକିରି ଇଏକୁ ଚୋରମାର କରିଦେଇଛି। ଆଉ ଫରେଷ୍ଟ ବାଲା କିଛି ତାଙ୍କ ପାଇଁ ବୁଝନ୍ତୁ। ଆଉ କାଲି ସନ୍ଧ୍ୟା ସମୟରେ ହାତୀ ଥିଲା ନଦୀରେ, ସେଇପଟୁ ସେମାନେ ସମସ୍ତେ ଘଉଡ଼ା ଘଉଡ଼ି କଲେ, କେହି ଏପଟେ ଆସିଲେ ନାହିଁ। ତାପରେ ସବୁ ରାତି ସନ୍ଧ୍ୟାରେ ସେଇପଟୁ ହାତୀ ମନ୍ଦିର ପଟୁ ଆସିକି ଏଇପଟେ ଆମେ ସବୁ ଏଠି ବସିଥିଲୁ, ଦେଖିଲୁ। ତାପରେ ତାଙ୍କର ଘର ସବୁ ଭାଙ୍ଗିଦେଲା, ଭାଙ୍ଗିକି ଚାଉଳ ପତ୍ର ସବୁ ଖାଇଦେଲା। ହାଣ୍ଡି କୁଣ୍ଡି ସବୁ ଭାଙ୍ଗି ଦେଇଛି, ଭାତ ତୁଣ ସବୁ ବର୍ବାଦ କରିଦେଇଛି। ଆମେ ସବୁ ଛିଡ଼ା ହେଇକି ଦେଖିଲୁ, କିଛି କରିପାରିଲୁ ନାହିଁ। ତାପରେ ସବୁ ଲୋକ ଆସିଲେ, ସମସ୍ତଙ୍କୁ ଡାକିଲୁ। ଡାକିଲା ପରେ ହାତୀକୁ ଏପଟେ ପଠେଇ ଦିଆଗଲା ଧୀରେ ଧୀରେ ଘଉଡ଼ିକି। କ'ଣ ଚାହୁଁଛୁ ତାଙ୍କର ଘରଟାକୁ